ମାରୁଆଡ଼ି ଯୁବମଞ୍ଚ ରକ୍ତଦାନ ଶିବିର ପାଇଁ ସାମ୍ବାଦିକ ସମ୍ମିଳନୀ। ବଙ୍ଗମୁଣ୍ଡା ମାରୁଆଡ଼ି ଯୁବମଞ୍ଚ ପକ୍ଷରୁ ରକ୍ତଦାନ ଶିବିର ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଡିସେମ୍ବର 15ରୁ 22 ତାରିଖ ପର୍ଯ୍ୟନ୍ତ ଓଡ଼ିଶା ପ୍ରାନ୍ତୀୟ ମାରୁଆଡ଼ି ଯୁବମଞ୍ଚ ପକ୍ଷରୁ ସାରା ଓଡ଼ିଶାରେ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ଆସନ୍ତା 22 ତାରିଖ ଦିନ ବଙ୍ଗମୁଣ୍ଡାଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ଏହି ଶିବିରରେ ଯୋଗ ଦେଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବା ପାଇଁ ନିବେଦନ କରାଯାଇଛି। ଯୁବମଞ୍ଚ ପକ୍ଷରୁ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହିତ ଜରୁରୀ ରୋଗୀଙ୍କୁ ରକ୍ତ ଦିଆଯାଇଥାଏ। ରକ୍ତଦାନ ଶିବିର ମାଧ୍ୟମରେ ପ୍ରତିବର୍ଷ ରକ୍ତ ସଂଗ୍ରହ କରାଯାଇଛି। ଆସନ୍ତା ଡିସେମ୍ବର 22 ତାରିଖରେ ବଙ୍ଗମୁଣ୍ଡାଠାରେ ରକ୍ତଦାନ ଶିବିର ଆୟୋଜନ କରାଯିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା। ମାରୱାଡ଼ି ଯୁବମଞ୍ଚ ବଙ୍ଗମୁଣ୍ଡା ଶାଖାର ସଭାପତି କହ୍ନୈୟାଲାଲ ଅଗ୍ରୱାଲ, ସମ୍ପାଦକ ସଙ୍ଗମ ଜୈନ, ରାଜ୍ୟ ସହ ସମ୍ପାଦକ କାହ୍ନା ଅଗ୍ରୱାଲ, ରାଜ୍ୟ ପ୍ରଚାର ପ୍ରସାର ସଂଯୋଜକ ସୁମିତ ଜୈନ, ଅରୁଣ ବଂଶଲ, ମନୁଆ ଅଗ୍ରୱାଲ, ବିଶ୍ୱାସ ଅଗ୍ରୱାଲ, ରାଜ୍ୟ ଶାଖା ସଦସ୍ୟ ବିନୀତ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ବଙ୍ଗମୁଣ୍ଡା କଣ୍ଟାବାଞ୍ଜିରୁ ରାଧାଶ୍ୟାମ ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ। सारा ओडिशा राज्य रे रक्तदान शिविर चालू अच्छे। आमर बंगमुंडा शाखारे 22 तारीख माँ मेडिकेयर ठारे गोटे रक्तदान शिविर आम भी करवा जाऊँ। अभी ये प्रेस कॉन्फ्रेंस माध्यम आप समस्त को अनुरोध करुचे जे समस्ते आसिक आमको रक्तदान करूँ आउ से रक्तटा निडी टाइम रे जरूरतमंद के साहाय्य करवा आउ कहा लाइफ बचावा।